ଏଇ ଗଣେଶ ପୂଜାରେ ଭଗବାନ ଗଣେଶଙ୍କୁ ଏମିତି କ'ଣ ଜିନିଷ ଅଛି ଯାହାକୁ ଚଢ଼େଇଲେ ଆମର ମନସ୍କାମନା ଶୀଘ୍ର ପୂରଣ ହେବ। ତା ସହିତ ଜାଣିବା ଭଗବାନ ଗଣେଶଙ୍କୁ କେମିତି ପୂଜା କରିବେ, ଭଗବାନ ଗଣେଶଙ୍କୁ କ'ଣ କ'ଣ ସବୁ ଅର୍ପଣ କଲେ ଗଣେଶଙ୍କର କୃପା ଶୀଘ୍ର ଲାଭ ହୁଏ। ତା ସହିତ ଜାଣିବା ଭଗବାନ ଗଣେଶଙ୍କ ବିଷୟରେ ଅନେକ ଗୁଡ଼ିଏ ରୋଚକ କଥା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏ ସବୁ କିଛି ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଗଣେଶ ହେଉଛନ୍ତି ଆଜ୍ଞା ଅଗ୍ର ପୂଜ୍ୟ। ଯେକୌଣସି ଆପଣ ପୂଜା କରନ୍ତୁ, ପ୍ରଥମେ ଗଣେଶଙ୍କର ପୂଜା କରିବେ। ଗଣେଶଙ୍କର ପୂଜା ବିନା କୌଣସି ଦେବତାଙ୍କର ପୂଜନ ଅସମ୍ଭବ। ତେବେ ଆପଣଙ୍କର ବି ଜାଣିବା ଦରକାର ଭଗବାନ ଗଣେଶଙ୍କୁ କେମିତି ପ୍ରସନ୍ନ କରିବେ, କ'ଣ ଚଢ଼େଇଲେ ସେ ଶୀଘ୍ର ପ୍ରସନ୍ନ ହେବେ। ଦେଖନ୍ତୁ, ଭଗବାନ ଗଣେଶ ହେଉଛନ୍ତି ଦୁର୍ବା ପ୍ରିୟ, ମାନେ ଦୁବ ଘାସ ଭଗବାନ ଗଣେଶଙ୍କୁ ଚଢ଼ାନ୍ତୁ। କେମିତି ଚଢ଼େଇବେ, କ'ଣ କରିବେ ନା କିଛି ଦୁବ ସଂଗ୍ରହ କରିବେ। ତାକୁ କ'ଣ କରିବେ ନା 7ଟି ସଂଖ୍ୟାରେ 6ଟି ଦୁବ ଏବଂ 7 ନମ୍ବର ଦୁବଟିକୁ ଗୁଡ଼େଇ ଦେବେ। ସେଇଠି ଗୁଡ଼େଇକି ଏମିତି କରିବେ। ଏମିତି ଏଇଟା ହେଲା ଗୋଟିଏ କେରା, ଏମିତି 7 କେରା ଦୁବ କରିବେ। ଦୁବ ଘାସ ଭଗବାନ ଗଣେଶଙ୍କୁ ଅର୍ପଣ କରିବେ। ଦେଖିବେ ଆପଣଙ୍କର ନିଶ୍ଚିନ୍ତ ଭାବରେ ମନସ୍କାମନା ପୂର୍ଣ୍ଣ ହେବ। ତା ସହିତ ଆଉ ଗୋଟେ କାମ ଯଦି ବି କରିବେ ଆହୁରି ବହୁତ ବଢ଼ିଆ ହେବ। ଆପଣଙ୍କର ଯାହା ବି ବୟସ, ଧରନ୍ତୁ ଆପଣଙ୍କୁ 25 ବର୍ଷ, 25 କେରା ଦୁବ ଯଦି ଆପଣ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତି, ତାହେଲେ ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହେବ। କାମଟି ନିହାତି ଭାବରେ ଏଇ ଗଣେଶ ପୂଜା ଦିନ କରିକି ଦେଖିବେ। ତା ସହିତ ଆଉ କ'ଣ ଅର୍ପଣ କରିବେ ଗଣେଶଙ୍କୁ? ଗଣେଶ ଭାରି ଲଡ଼ୁ ପ୍ରିୟ, ମୋଦକ ପ୍ରିୟ। ତେଣୁ ଭଗବାନ ଗଣେଶଙ୍କୁ ଯେତେ ପ୍ରକାରର ଲଡ଼ୁ ଅଛି, ରାଶି ଲଡ଼ୁ ହଉ, ବୁନ୍ଦି ଲଡ଼ୁ ହଉ, ଅନ୍ୟ ଯେକୌଣସି ପ୍ରକାରର ଆପଣମାନେ ଯେତେ ଚଢ଼େଇ ପାରିବେ ସେତେ ଭଲ। ସେଇଭଳି ଯଦି ସଂଖ୍ୟା କଥା ଦେଖିବା, କେତୋଟି ଚଢ଼େଇବେ? ଏମିତି ତ 5ଟି କିମ୍ବା 7ଟି ଚଢ଼େଇଲେ ବି ହେବ। କିନ୍ତୁ ଯଦି ଆପଣ ଆପଣଙ୍କର ବୟସର ସଂଖ୍ୟା ଅନୁସାରେ ଚଢ଼ାନ୍ତି, ଧରନ୍ତୁ ଆପଣଙ୍କର ବୟସ ହେଉଛି 25 ବର୍ଷ କି 30 ବର୍ଷ କି 15 ବର୍ଷ, ସେଇ ହିସାବରେ ଆପଣମାନେ ସେତିକିଟା ଲଡ଼ୁ ଭଗବାନ ଗଣେଶଙ୍କ ପାଖରେ ଭୋଗ କରନ୍ତୁ ଏବଂ ସେଇ ଲଡ଼ୁକୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ। ଦେଖିବେ ଆପଣଙ୍କର ମନସ୍କାମନା ଜଲ୍ଦି ପୂରଣ ହେବ। ଯେଉଁ ମନୋକାମନା ନେଇକି ଗଣେଶ ପୂଜା କରୁଛନ୍ତି ଶୀଘ୍ର ପୂରଣ ହେବ। ଆଉ ଆମେ ଯେତେବେଳେ ଗଣେଶଙ୍କର ପୂଜା କରନ୍ତି, ଖାସ୍ କରିକି ଏମିତି ଗୋଟେ ଖୁସିରେ ପୂଜା କରନ୍ତି, ବୋଧହୁଏ ପ୍ରାୟତଃ କେହି ଗୋଟେ ମନସ୍କାମନା ନେଇକି ଗଣେଶଙ୍କର ପୂଜା କରନ୍ତିନି। କିନ୍ତୁ ଗଣେଶଙ୍କ ପାଖରେ ମଧ୍ୟ ଆପଣମାନେ କୌଣସି ମନସ୍କାମନା ନେଇକି ପୂଜା କରିପାରିବେ। ସନ୍ତାନ ପ୍ରାପ୍ତି ହେଉନି, ଗଣେଶଙ୍କ ପାଖରେ ମାନସିକ କରନ୍ତୁ। ଆପଣଙ୍କର ବିଦ୍ୟାରେ ସଫଳତା ଦରକାର, କୌଣସି କୌଶଳରେ ନିପୁଣତା ଦରକାର, ଏଥିପାଇଁ ମଧ୍ୟ ଆପଣ ଭଗବାନ ଗଣେଶଙ୍କ ପାଖରେ ମାନସିକ କରନ୍ତୁ, ସୁନ୍ଦର ଭାବରେ ପୂଜାର୍ଚ୍ଚନା କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ମିଳିବ। କଥାଟି ମନେ ରଖନ୍ତୁ। ସେହିପରି ଗଣେଶଙ୍କର ଲାଲ ରଙ୍ଗର ପୁଷ୍ପ ଭାରି ପ୍ରିୟ। ତେଣୁ ଯେତେବେଳେ ଗଣେଶଙ୍କ ପୂଜା କରିବେ, ଲାଲ ରଙ୍ଗର ଯେତେ ଫୁଲ ଅଛି, ଯେତେ ପ୍ରକାରର ଫୁଲ ଆପଣମାନେ ଅର୍ପଣ କରିପାରିବେ ସେତେ ଭଲ। ସେହିପରି ଆପଣମାନେ ଯଦି ଚାହୁଁଥାନ୍ତି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସୁ, ତାହେଲେ ଆପଣମାନେ ଗଣେଶଙ୍କ ପୂଜା ସମୟରେ ଗଣେଶଙ୍କୁ ଘିଅ ଏବଂ ଗୁଡ଼ ଅର୍ପଣ କରନ୍ତୁ। ସେହିପରି ଆପଣମାନେ ଯଦି ଆପଣଙ୍କ ଜୀବନରେ ଶାନ୍ତି ଚାହୁଁଥାନ୍ତି, ତାହେଲେ ଭଗବାନ ଗଣେଶଙ୍କୁ ପାନ ସୁପାରି ଅର୍ପଣ କରିବେ। ପାନ ସୁପାରି କ'ଣ ନା, ଗୋଟେ ପାନପତ୍ର ଆଣିବେ, ପାନପତ୍ରରେ ଟିକେ ଚନ୍ଦନ ଲଗେଇଦେବେ। ଚନ୍ଦନ ଲଗେଇକି କେତୋଟି ଭଙ୍ଗା ଗୁଆ, ଗୁଜୁରାତି ଏବଂ ଲବଙ୍ଗ ଦେଇକି ସେଇ ପାନକୁ ଆପଣମାନେ ଗଣେଶଙ୍କୁ ଅର୍ପଣ କରନ୍ତୁ। ପୁଷ୍ପାଞ୍ଜଳି ପରେ ଆପଣମାନେ ଏଇ ଜିନିଷଟି କରିପାରିବେ। କରିବା ଦ୍ୱାରା କ'ଣ ହେବ ନା ଆପଣଙ୍କ ଜୀବନରେ ଶାନ୍ତି ପ୍ରାପ୍ତ ହେବ ଆପଣଙ୍କୁ। ସେହିପରି ଯଦି ଆପଣମାନେ ବ୍ୟବସାୟରେ ଉନ୍ନତି ଚାହୁଁଥାନ୍ତି, ତାହେଲେ ଗଣେଶ ପୂଜା ସମୟରେ ଭଗବାନ ଗଣେଶଙ୍କୁ ଯେଉଁ ଦୁବ ଅର୍ପଣ କରିବା ପାଇଁ ମୁଁ କହିଲି, ଦୁବ ଅର୍ପଣ କରନ୍ତୁ। ଏବଂ ଦୁବ ଅର୍ପଣ କରିବା ସମୟରେ କ'ଣ କରିବେ ନା, ଗୋଟେ ପାତ୍ରରେ ହଳଦୀ ନେଇଯିବେ, କିଛି ଜଳ, ଅଳ୍ପ କିଛି ଜଳ ମିଶାଇ ଦେବେ, ଭଲ ଭାବରେ ତାକୁ ଫେଣ୍ଟି ନେବେ ଏବଂ ଯେଉଁ ଦୁବ ଘାସକୁ ସେ ହଳଦୀରେ ବୁଡ଼େଇକି ଆପଣମାନେ ଗଣେଶଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ, ସଫଳତା ମିଳିବ। ସେହିପରି ଭଗବାନ ଗଣେଶଙ୍କ ପାଖରେ ଯେଉଁ ସିନ୍ଦୁର ପୂଜା ହେଇଥାଏ, ଯେଉଁ ପୂଜାରେ ଯେଉଁ ସିନ୍ଦୁର ଲାଗିଥିବ, ସେଇ ସିନ୍ଦୁରକୁ ଆଣିକି ଯଦି ଆପଣମାନେ ଆପଣଙ୍କ ଘରେ ସ୍ୱସ୍ତିକର ଚିତ୍ର ଅଙ୍କନ କରନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ବାସ ହୁଏ, ଆପଣଙ୍କର କଲ୍ୟାଣ ହେବ। ଏ କେତୋଟି ବଢ଼ିଆ ବଢ଼ିଆ ଉପାୟ ଆପଣମାନେ ଗଣେଶ ପୂଜା ସମୟରେ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଜୀବନରେ ସଫଳତା ମିଳିବ। ସେହିପରି ଭଗବାନ ଗଣେଶଙ୍କର ଫଳ କେଉଁଟା ସବୁଠୁ ଅଧିକ ପ୍ରିୟ ନା, ଭଗବାନ ଗଣେଶ
ସବୁଠୁ ଯେତେ ପ୍ରକାର ଫଳ ଅଛି ସବୁ ଫଳର ଭୋଗ ଆପଣମାନେ ଗଣେଶଙ୍କ ପାଖରେ ଲଗେଇ ପାରିବେ, କିନ୍ତୁ ସବୁଠାରୁ ଅଧିକ ପସନ୍ଦ କରନ୍ତି କଦଳୀ। ତେଣୁ ଭଗବାନ ଗଣେଶଙ୍କୁ ଅଧିକ କଦଳୀ ସବୁବେଳେ ଭୋଗ କରନ୍ତୁ। ଏପରି ଯେତେବେଳେ ଗଣେଶ ପୂଜା ହେଉଥିବ ସେ ସମୟରେ ଆପଣମାନେ କ'ଣ କରିବେ ନା ଗୋଟେ ବିଶେଷ ମନ୍ତ୍ର କହୁଛି, ଏଇ ମନ୍ତ୍ରର ପାଠ ଆପଣମାନେ 108 ଥର କରନ୍ତୁ। କରିବା ଦ୍ୱାରା କ'ଣ ହେବ ନା ଆପଣଙ୍କର ଯାହା ବି କିଛି ଇଚ୍ଛା ଅଛି, ମନୋକାମନା ଅଛି, ତାହା ପୂରଣ ହେବ। ମନ୍ତ୍ରଟି ହେଉଛି କ'ଣ? ଓମ୍ ଗଂ ଗଣପତୟେ ନମଃ। ବହୁତ ସହଜିଆ ମନ୍ତ୍ର। ୟାକୁ 108 ଥର ଆପଣମାନେ ଜପ କରନ୍ତୁ। ଯେତେବେଳେ ଗଣେଶ ପୂଜା ପୂଜନ ଚାଲିଥିବ, ସେପଟେ ପୂଜକ ବା ନନା ବ୍ରାହ୍ମଣ ଯିଏ ବି ଆପଣଙ୍କର ପୂଜା କରୁଥିବେ, ଆପଣମାନେ ସେହି ସମୟରେ ଏଇ ମନ୍ତ୍ରର ପାଠ କରନ୍ତୁ। ସେହିପରି ଆଉ ଗୋଟିଏ ମନ୍ତ୍ର ମଧ୍ୟ ଜାଣି ରଖନ୍ତୁ, ଏଇ ମନ୍ତ୍ରର ଯଦି ବି ପାଠ କରନ୍ତି ତାହେଲେ ମଧ୍ୟ ଭଗବାନ ଗଣେଶ ଶୀଘ୍ର ପ୍ରସନ୍ନ ହେବେ। ଏହା ହେଉଛି ଭଗବାନ ଗଣେଶଙ୍କର ଗାୟତ୍ରୀ ମନ୍ତ୍ର। ମନ୍ତ୍ରଟି ହେଉଛି କ'ଣ? ଓମ୍ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋ ଦନ୍ତି ପ୍ରଚୋଦୟାତ୍। এই ମନ୍ତ୍ରର ମଧ୍ୟ ଆପଣମାନେ ପାଠ କରନ୍ତୁ। ଯେତେବେଳେ ଗଣେଶ ପୂଜା ହେଉଛି ସେ ସମୟରେ ଆପଣମାନେ ପାଠ କରନ୍ତୁ। ମନେ ରଖନ୍ତୁ, ଆପଣଙ୍କର ପୋଷାକ ଯାହା ପିନ୍ଧିଛନ୍ତି ତାହା ନିଶ୍ଚିନ୍ତ ଭାବରେ ପୁରା ସ୍ୱଚ୍ଛ ହୋଇଥିବା ଦରକାର। ମାନେ ନୂଆ ପୋଷାକ ନ ହେଉ ପଛେ, ପୁରୁଣା ପୋଷାକ ହେଲେ ବି ଚଳିବ, କିନ୍ତୁ ତାକୁ ଠିକ୍ ଭାବରେ ପୂର୍ବଦିନରୁ ଧୁଆଧୁଇ କରିଥିବେ। ମନେ ରଖନ୍ତୁ, ଯେଉଁ ପୋଷାକ ପିନ୍ଧିକି ଆପଣମାନେ ଭଗବାନ ଗଣେଶଙ୍କର ପୂଜା କରୁଛନ୍ତି ସେ ପୋଷାକ ପିନ୍ଧିକି କେବେ ହେଲେ ଶୌଚାଦି କର୍ମ କରିବେ ନାହିଁ, ମଳମୂତ୍ର ତ୍ୟାଗ କରିବେନି। ଆଉ ଯଦି ଆପଣମାନେ ସେ ଯେଉଁ ପୋଷାକକୁ ପିନ୍ଧିକି ଝାଡ଼ା ପରିସ୍ରା ଗଲେ ଆଉ ସେଇ ପୋଷାକରେ ପୁଣି ଆସିକି ପୂଜାରେ ସାମିଲ ହେଲେ, ତାହେଲେ କେମିତି ହେବ? ସେ ଆପଣଙ୍କର ପୋଷାକ ମାରା ହେଇଗଲା, ଅପବିତ୍ର ହେଇଗଲା। ତେଣୁ ଏଭଳି କରିବା କଥା ଜମା ବି ନୁହଁ। ତେବେ ଗଣେଶ ପୂଜା ସମୟରେ ଆପଣମାନେ କେଉଁ ରଙ୍ଗର ବସ୍ତ୍ର ପିନ୍ଧିକି ଯିବେ ପୂଜାକୁ ଜାଣିଛନ୍ତି? ଆସନ୍ତୁ ଜାଣିବା। ଦେଖନ୍ତୁ, ଗଣେଶଙ୍କର ପ୍ରିୟ ରଙ୍ଗ ହେଉଛି କ'ଣ ନା ସବୁଜ ରଙ୍ଗ, ଲାଲ ରଙ୍ଗ ଏବଂ ହଳଦିଆ ରଙ୍ଗ। ତେଣୁ ଏଇ ତିନୋଟି ରଙ୍ଗର ବସ୍ତ୍ର ପିନ୍ଧିକି ଯିବା ପାଇଁ ଚେଷ୍ଟା କରନ୍ତୁ। ଲାଲ ପିନ୍ଧିକି ଯାଆନ୍ତୁ, ନହେଲେ ନୀଳ ରଙ୍ଗର ପିନ୍ଧିକି ଯାଆନ୍ତୁ, ନହେଲେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିକି ଯାଆନ୍ତୁ ଯେତେବେଳେ ଭଗବାନଙ୍କର ପୂଜା ବା ଦର୍ଶନ କରିବା ପାଇଁ ଯାଉଛନ୍ତି ସେହି ସମୟରେ। ତେବେ ଶେଷରେ ଆପଣମାନଙ୍କୁ ଗୋଟିଏ ବଢ଼ିଆ ଜିନିଷଟେ କହୁଛି, ଯେତେବେଳେ ଭଗବାନ ଗଣେଶଙ୍କର ପୂଜା ହେଉଥିବ, ପୂଜା କରିସାରିବା ପରେ ପୁଷ୍ପାଞ୍ଜଳି ଦେଇସାରିବା ପରେ ଆପଣମାନେ ସମସ୍ତେ ଆଣ୍ଠୁ ମାଡ଼ିକି ନମସ୍କାର କରୁଥିବେ। ଆଉ ଯଦି କରୁନାହାନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ପୂଜା ଶେଷରେ ଆଣ୍ଠୁ ମାଡ଼ିକି ନମସ୍କାର କରିବେ। ଏବଂ ଯେତେବେଳେ ଆମମାନେ ପୁଷ୍ପାଞ୍ଜଳି ଦେଇସାରିଲେ ସେତେବେଳେ ହାତ ଯୋଡ଼ିକି ନମସ୍କାର କରନ୍ତି ଆମମାନେ ସମସ୍ତେ। କିନ୍ତୁ ଯେତେବେଳେ ଆପଣମାନେ ଆଣ୍ଠୁ ମାଡ଼ିକି ନମସ୍କାର କରୁଛନ୍ତି ସେ ସମୟରେ ଆପଣଙ୍କର ମଥା ତ ଭୂଇଁରେ ଲାଗିଥିବ, ଆଣ୍ଠୁ ତ ଭୂଇଁରେ ଲାଗିଥିବ, ଆପଣଙ୍କର ହାତ ଏମିତି ଥିବ, ମଥାକୁ ତଳକୁ ରଖିଥିବେ। ଏମିତି ରଖିବା ମାନେ କ'ଣ ହେଉଛି ଜାଣନ୍ତି? ଏମିତି ରଖିବାର ମାନେ କ'ଣ ଜାଣନ୍ତି? ଏମିତି ରଖିବାର ମାନେ ହେଉଛି ଆପଣ କିଛି ଗଣେଶଙ୍କୁ ମାଗୁଛନ୍ତି, ଭଗବାନଙ୍କୁ କିଛି ମାଗୁଛନ୍ତି। এই କାମଟି ନିହାତି କରିବେ। ଭିଡ଼ିଓ ଭଲ ଲାଗିଲେ ସମସ୍ତଙ୍କୁ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ନିହାତି ଭାବରେ ଲାଇକ୍ କରିବେ ଏବଂ କମେଣ୍ଟରେ ଓମ୍ ଗଂ ଗଣପତୟେ ନମଃ ନିହାତି ଭାବରେ ଲେଖିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।